नमस्कार केबे भाविचंती कि आजठू प्राय 70 वर्ष तलर गोटे पुराणा पत्रिकारे आम आजिरा जटिल जीवन पई किछि रास्ता थाइपारे। चलंतु आज आमे समय भितरकु जाई फेब्रुआरी 1954 रो अखंड ज्योति पत्रिकार किछि पृष्ठा उल्टेइबा। हाँ, एहार कागज पुराणा होई पारे किंतु एथिरे थिबा ज्ञान आजि भी सितकी ही नुआ आउ शक्तिशाली। ଆଉ ଏହି ଜ୍ଞାନର କେନ୍ଦ୍ରରେ ଅଛନ୍ତି ଯୁଗଋଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଜୀ। ତାଙ୍କର ଏହି ଗୋଟିଏ ବାକ୍ୟ ଆମର ଏହି ପୂରା ଆଲୋଚନାର ମୂଳଦୁଆଁ। ସେ କହୁଛନ୍ତି, ସବୁ ସୃଷ୍ଟିର ମୂଳ ଆଉ ତାର ପରିବର୍ତ୍ତନର ଚାବିକାଠି ହେଉଛି ଆମ ବିଚାର। ବିଚାରକୁ ନ ବଦଳେଇ ଦୁନିଆକୁ ବଦଳେଇବା ଅସମ୍ଭବ। କେତେ ଗଭୀର କଥା! ମାନେ ବାହାରେ କିଛି ବି ବଦଳେଇବା ଆଗରୁ ଆରମ୍ଭଟା ନିଜ ଭିତରୁ ହିଁ କରିବାକୁ ପଡ଼ିବ। ତେବେ ଏହି ଯେଉଁ ଭିତରର ପରିବର୍ତ୍ତନ କଥା ଆମେ କହୁଛେ, ତାର ରାସ୍ତାଟା କ'ଣ? ଆସନ୍ତୁ ଏହି 5ଟି ପାହାଚ ଦେଇ ଆଗକୁ ବଢ଼ିବା। ପ୍ରଥମେ ବିଚାରକ୍ରାନ୍ତିର ମୂଳ କଥାଟାକୁ ବୁଝିବା, ତାପରେ ନିଃସ୍ୱାର୍ଥପର ଜୀବନର ବିଜ୍ଞାନ କ'ଣ ଜାଣିବା, ଏହାପରେ ଆମ ଭିତରର ଶକ୍ତିକୁ କେମିତି ଜଗେଇବା ସେ ବିଷୟରେ ଦେଖିବା, ଚତୁର୍ଥରେ ଦିବ୍ୟ ଜୀବନ ପାଇଁ କିଛି ସିଦ୍ଧାନ୍ତ ଉପରେ ଆଲୋଚନା କରିବା ଏବଂ ଶେଷରେ ଏହି ଜ୍ଞାନ କାହିଁକି ଯୁଗ ଯୁଗ ପାଇଁ ମହତ୍ତ୍ୱପୂର୍ଣ୍ଣ ତାହା ବୁଝିବା। ଚାଲନ୍ତୁ ଆରମ୍ଭ କରିବା ଆମ ଯାତ୍ରାର ପ୍ରଥମ ପାଦରୁ। ଏହାର ନାଁ ହେଉଛି ବିଚାରକ୍ରାନ୍ତି। ଏହା ହେଉଛି ସେହି ମୂଳ ଧାରଣା ଯାହା ଉପରେ ବାକି ସବୁ କିଛି ତିଆରି ହୋଇଛି। ପ୍ରକୃତ ପରିବର୍ତ୍ତନ ବାହାରେ ନୁହେଁ, ଆମ ମନ ଭିତରେ ହିଁ ଆରମ୍ଭ ହୁଏ। ଅଛି ତେବେ ଏ ବିଚାରକ୍ରାନ୍ତି ମାନେ କ'ଣ? ଦେଖନ୍ତୁ, ଏଇଟା କୌଣସି ରାଜନୈତିକ କ୍ରାନ୍ତି ନୁହେଁ, ନା, ଏଇଟା ହେଉଛି ନିଜ ଭିତରର କ୍ରାନ୍ତି। ନିଜର ସ୍ୱାର୍ଥପର ଆଉ ସଂକୀର୍ଣ୍ଣ ଚିନ୍ତାଧାରାକୁ ବଦଳେଇ ଏକ ବଡ଼ ମାନବବାଦୀ ଚିନ୍ତା ଆଡ଼କୁ ଯିବାର ଯାତ୍ରା। ସିଧା କହିଲେ ମୁରୁ ଆମେ ହେବାର ପ୍ରକ୍ରିୟା। କଥାଟା ଟିକେ ଗେହାର ଭାବରେ ଚିନ୍ତା କଲେ ବୁଝାପଡ଼େ। ଆମ ଚାରିପାଖ ଦୁନିଆଟା ଗୋଟେ ବଡ଼ ଆଇନା ଭଳି। ଆମ ସମସ୍ତଙ୍କ ମନରେ ଯାହା ଚାଲିଥାଏ ତାର ହିଁ ପ୍ରତିଛବି ଆମ ସମାଜରେ ଦେଖାଯାଏ। ତେଣୁ ଯଦି ଏକୁ ଭଲ ଦୁନିଆ ଗଢ଼ିବାର ଅଛି, ତେବେ ଆରମ୍ଭଟା ଭଲ ମଣିଷ ନା ଭଲ ମନ ତିଆରି କରିବାରୁ ହିଁ କରିବାକୁ ପଡ଼ିବ। ହେଲେ ଖାଲି ଭଲ ଭାବିଦେଲେ କ'ଣ ସବୁ ବଦଳିଯିବ? ନା, ବିଲକୁଲ ନୁହେଁ। ଭାବନାକୁ କାମରେ ଲଗେଇବାକୁ ପଡ଼ିବ। ଆଉ ସେଇଠୁ ଆରମ୍ଭ ହେଉଛି ଆମର ପରବର୍ତ୍ତୀ ବିଷୟ, ନିଃସ୍ୱାର୍ଥପର ଜୀବନର ବିଜ୍ଞାନ। ଆଉ ଏହାର ମୂଳରେ ଅଛି ଯଜ୍ଞର ଧାରଣା। ଯଜ୍ଞ ଶବ୍ଦ ଶୁଣିଲେ ଆମ ମନକୁ ସିଧା ଆସେ ଅଗ୍ନିକୁଣ୍ଡ, ଆହୁତି ଏସବୁ। କିନ୍ତୁ ଏଠି ଆଚାର୍ଯ୍ୟଜୀ ଏହାର ଅର୍ଥକୁ ପୂରାପୂରି ବଦଳାଇ ଦେଇଛନ୍ତି। ତାଙ୍କ ପାଇଁ ଯଜ୍ଞ କେବଳ ଏକ ପୂଜାବିଧି ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଜୀବନଶୈଳୀ। ଏହାର ପ୍ରକୃତ ଅର୍ଥ ହେଲା ନିଃସ୍ୱାର୍ଥ ଭାବରେ ସେବା କରିବା, ସମସ୍ତଙ୍କ ଭଲ ପାଇଁ କିଛି ତ୍ୟାଗ କରିବା, ଆଉ ଫଳ କ'ଣ ମିଳିବ ସେ କଥା ନ ଭାବି ନିଜ କାମକୁ ଠିକ୍ ଭାବରେ କରିଚାଲିବା। ଆଉ ସବୁଠୁ ଭଲ କଥା ହେଉଛି ଏହି ବଡ଼ ଦର୍ଶନକୁ ନିଜ ଜୀବନରେ କେମିତି ସାମିଲ କରାଯିବ ତାର ଏକ ସରଳ ରାସ୍ତା ମଧ୍ୟ ଦେଖାଯାଇଛି। 4ଟି ସରଳ ସ୍ତମ୍ଭ। ପ୍ରଥମ, ନିଜ କାମକୁ ପୂରା ନିଷ୍ଠାର ସହ କରିବା। ଦ୍ୱିତୀୟ, ନିଃସ୍ୱାର୍ଥ ସେବା। ତୃତୀୟ, ନିଜ ଇଚ୍ଛା ଆଉ ଇନ୍ଦ୍ରିୟ ଉପରେ ସଂଯମ ରଖିବା। ଆଉ ଚତୁର୍ଥ, ଯାହା ଭଲ କଥା ଶିଖିଛେ ତାକୁ ଅନ୍ୟମାନଙ୍କୁ ବାଣ୍ଟି। ବିଚାର ବଦଳିଲା, କର୍ମ ବି ସୁଧୁରିଲା। ଏବେ କ'ଣ? ଏବେ ପାଳି ହେଉଛି ନିଜ ଭିତରକୁ ଯିବାର, ନିଜ ଭିତରେ ଲୁଚି ରହିଥିବା ଅସଲ ଶକ୍ତିକୁ ଜଗେଇବାର। ଏହା ହେଉଛି ମଣିଷ ଭିତର ଦେବତା ବାହାରିବାର ରାସ୍ତା। ଦେଖନ୍ତୁ, ଜୀବନରେ ସାଧାରଣତଃ 2ଟା ରାସ୍ତା ଆମ ସାମ୍ନାକୁ ଆସେ। ଗୋଟିଏ ରାସ୍ତା ହେଉଛି ସାଂସାରିକ ଜିନିଷ ପଛରେ ଦୌଡ଼ିବାର, ଯାହା କିଛି ସମୟ ପାଇଁ ଖୁସି ଦିଏ କିନ୍ତୁ ଶେଷରେ ଦୁଃଖରେ ହିଁ ସରେ। ଆଉ ଗୋଟିଏ ରାସ୍ତା ହେଉଛି ଆଧ୍ୟାତ୍ମିକତାର, ନିଜକୁ ସୁଧାରିବାର, ନିଜ ଭିତରେ ଦୟା, କରୁଣା, ଜ୍ଞାନ ଭଳି ଗୁଣ ବଢ଼ାଇବାର। ଆଉ ଏହି ରାସ୍ତା ହିଁ ପ୍ରକୃତ ଶାନ୍ତି ଆଡ଼କୁ ନେଇଯାଏ। ଏହି ବିଭାଗର ସବୁଠୁ ଦାମୀ କଥାଟି ଏହି ବାକ୍ୟରେ ଅଛି, ସବୁଠାରୁ ବଡ଼ ଗରିବୀ ଧନର ଅଭାବ ନୁହେଁ, ବରଂ ନିଜ ଭିତରର ଦିବ୍ୟ ଶକ୍ତି ବିଷୟରେ ଅଜ୍ଞାନ ରହିବା। କେତେ ବଡ଼ କଥା! ପ୍ରକୃତ ଗରିବୀ ଟଙ୍କା ପଇସାର ଅଭାବ ନୁହେଁ, ପ୍ରକୃତ ଗରିବୀ ହେଉଛି ନିଜକୁ ନ ଚିହ୍ନିବା। ଏତେ ସବୁ ଜ୍ଞାନର କଥା ପରେ ମନରେ ଗୋଟେ ସ୍ୱାଭାବିକ ପ୍ରଶ୍ନ ଆସେ ଯେ ଏସବୁକୁ ପ୍ରତିଦିନ ଜୀବନରେ କରିବୁ କେମିତି? କ'ଣ ଏଥିପାଇଁ ସବୁକିଛି ଛାଡ଼ିଦେବାକୁ ପଡ଼ିବ? ଆସନ୍ତୁ ଦେଖିବା ଏହି ପତ୍ରିକା ଏହାର କି ବ୍ୟବହାରିକ ଉପାୟ ଦେଖାଉଛି। ଆଉ ଏହାର ଉତ୍ତର ଆଶ୍ଚର୍ଯ୍ୟଜନକ ଭାବେ ବହୁତ ସରଳ। ଦେଖନ୍ତୁ, ଆଧ୍ୟାତ୍ମିକତା କିଛି ଅଲଗା ଜିନିଷ ନୁହେଁ, ଏହା ଆମର ଦୈନନ୍ଦିନ କାମ ଭିତରେ ହିଁ ଅଛି। ନିଜ ଶରୀରକୁ ସୁସ୍ଥ ରଖିବା, କଥା ଆଉ କାମରେ ସତ କହିବା, ସରଳ ଭାବରେ ଚଳିବା, ଆଉ ସବୁଠୁ ବଡ଼ କଥା, ନିଜ କାମକୁ ହିଁ ପୂଜା ଭଳି କରିବା। ବାସ୍, ଏହି ଛୋଟ ଛୋଟ ଜିନିଷ ହିଁ ସେହି ବଡ଼ ପରିବର୍ତ୍ତନର ମୂଳଦୁଆ। ତ ଏବେ ଆମେ ଆମର ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲେଣି। ଆସନ୍ତୁ ସବୁ କିଛିକୁ ଯୋଡ଼ି ଦେଖିବା ଯେ ଏହି 70 ବର୍ଷ ତଳର ଜ୍ଞାନ ଆଜି ବି ଆମ ପାଇଁ କାହିଁକି ଏତେ ମହତ୍ତ୍ୱପୂର୍ଣ୍ଣ। ତେବେ ସଂକ୍ଷେପରେ କହିଲେ 1954 ମସିହାର ସେହି ପତ୍ରିକାଟି ଆମକୁ ପରିବର୍ତ୍ତନ ପାଇଁ ଗୋଟେ ପୁରା ନକ୍ସା ଦେଇଥାଏ, ଏକ ବ୍ଲୁପ୍ରିଣ୍ଟ।
ଯାହାର ଆରମ୍ଭ ହୁଏ ବିଚାରେ କ୍ରାନ୍ତିରୁ, ଯାହାକୁ କାମରେ ଲଗାଯାଏ ଯଜ୍ଞମୟ ଜୀବନ ବା ନିଃସ୍ୱାର୍ଥପର ସେବା ଦ୍ୱାରା, ଯାହାକୁ ଶକ୍ତି ମିଳେ ନିଜ ଭିତରର ଦେବତ୍ୱକୁ ଜାଗ୍ରତ କରିବା ଦ୍ୱାରା, ଆଉ ଯାହା ସବୁବେଳେ ଚାଲୁ ରହେ ଆମର ଦୈନନ୍ଦିନ ଭଲ ଆଚରଣ ଦ୍ୱାରା। ଏହି ପୂରା ଆଲୋଚନା ପରେ ଶେଷରେ ଗୋଟେ ପ୍ରଶ୍ନ ନିଜକୁ ପଚାରିବାର ଅଛି। ଏତେ ବଡ଼ ପରିବର୍ତ୍ତନ ପାଇଁ ଅପେକ୍ଷା ନ କରି ନିଜର ବ୍ୟକ୍ତିଗତ କ୍ରାନ୍ତି ଆରମ୍ଭ କରିବା ପାଇଁ ଆଜି ଏହି ମୁହୂର୍ତ୍ତରେ କେଉଁ ଗୋଟିଏ ଭାବନାକୁ ବଦଳା ଯାଇପାରିବ? ଉତ୍ତରଟା ଭିତରେ ହିଁ ଅଛି। ଧନ୍ୟବାଦ।